मोर प्रिय पिलाମାନେ आशा କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣ ଜାଣିଛନ୍ତି ଯେ OSSTTର ଅନଲାଇନ୍ ଆପ୍ଲାଏ ଆଗାମୀ 30 ତାରିଖରେ ଆପଣଙ୍କର ସରିଯିବ। ତ ଯଦି ଆପଣ ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି କାଇଣ୍ଡଲି ଆପ୍ଲାଏ କରିଦିଅନ୍ତୁ। ଯଦି ଆପଣ ବିଏଡ଼୍ ଖାଲି ଆଡ଼ମିସନ୍ କରିଛନ୍ତି, ବିଏଡ଼୍ ଫାର୍ଷ୍ଟ ଇୟର୍, ବିଏଡ଼୍ ସେକେଣ୍ଡ ଇୟର୍, ବିଏଡ଼୍ ଆପଣଙ୍କର କମ୍ପ୍ଲିଟ୍ କରିଛନ୍ତି, କାହିଁକିନା OSSTT କ୍ୱାଲିଫାଇ ନିହାତି ଜରୁରୀ। ବିନା OSSTTରେ ଆପଣ ନା LTR ଆପ୍ଲାଏ କରିପାରିବେ, ନା ଆଗାମୀ ଦିନରେ ହାଇସ୍କୁଲ ଟିଚର୍ ଆପ୍ଲାଏ କରିପାରିବେ। ଆଉ ବହୁତ ଇଜିଲି ଆପଣ OSSTT କ୍ୱାଲିଫାଇ କରିପାରିବେ। ଯେମିତି OTETରେ ଯିଏ ବି ଖାଲି ପ୍ଲାନିଂ ଅନୁସାରେ ପଢ଼ିଥିଲା 99 ମାନେ ସବୁ ପିଲା କହିପାରନ୍ତି ସବୁ ପିଲା ଆପଣଙ୍କର ଇଜିଲି କ୍ୱାଲିଫାଇ କରିଛନ୍ତି। ଆପଣ ବି OSSTT ପରୀକ୍ଷାରେ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। କେମିତି କରିବେ? ଆପଣ ଖାଲି ୟୁଟ୍ୟୁବରେ ସର୍ଚ୍ଚ କରିଦିଅନ୍ତୁ OSSTT ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଆଉ ଯେମିତି ମୁଁ ଆପଣଙ୍କୁ ପ୍ଲାନିଂ ଭିଡ଼ିଓରେ କହିଛି ଖାଲି ସେମିତିକା ୱେରେ ପଢ଼ନ୍ତୁ, ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। ନମ୍ବର 1। ନମ୍ବର 2, ଯଦି ଆପଣ ଆପ୍ଲାଏ କଲା ସମୟରେ ଟିକେ ବି ମିଷ୍ଟେକ୍ କରିଛନ୍ତି, ଖାସ୍ କରିକି ଦେଖନ୍ତୁ ଯେମିତି ନିଜର ନାଁ ହେଇଗଲା, ବାପାଙ୍କର ନାଁ, ମାଆଙ୍କର ନାଁ, କ୍ୟାଟେଗୋରୀ ST SC SC BC, ଷ୍ଟ୍ରିମ୍ TGT ଆର୍ଟ୍ସ, PCM, CBZ, PET, ହିନ୍ଦୀ ସଂସ୍କୃତ, ଯଦି ଏଇଗୁଡ଼ାରେ ଟିକେ ବି ମିଷ୍ଟେକ୍ କରିଛନ୍ତି ନା, ଅଲଗା ମୋବାଇଲ୍ ନମ୍ବର, ଅଲଗା ଇମେଲ୍ ଆଇ ଡ଼ି ଦେଇକି ପୁଣି ଆପ୍ଲାଏ କରିଦିଅନ୍ତୁ। କାହିଁକି ନା ସୁଯୋଗ ଆପଣଙ୍କୁ ଆଉ ମିଳିବନି। ଏବେ ଦୁଇଟା ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଆସିବ, ଯେଉଁ ସେକେଣ୍ଡ ଆଡ଼ମିଟ୍ କାର୍ଡ଼କୁ ନେଇକି ଆପଣ ପରୀକ୍ଷା ଦେବା ପାଇଁ ଯିବେ। ବୁଝାପଡ଼ୁଛି? ଯଦି କିଛି ଭୁଲ ଅଛି ତ, ଯଦି ଭୁଲ ନାହିଁ ଦେନ୍ ଆପଣ ଡବଲ୍ ଆପ୍ଲାଏ କାହିଁକି କରିବେ? ବୁଝାପଡ଼ୁଛି? ଯଦି ଭୁଲ ଅଛି କାଇଣ୍ଡଲି ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ ଆପଣଙ୍କୁ ଆଉ ଥରେ କରୁଛି, ଆପଣ ନିଜର ଚେକ୍ କରିଦିଅନ୍ତୁ ନିଜର ନାଁ, ବାପାଙ୍କର ନାଁ, ମାଆଙ୍କର ନାଁ, ତା ସହିତ ଆପଣଙ୍କର ଷ୍ଟ୍ରିମ୍, କ୍ୟାଟେଗୋରୀ ଚେକ୍ କରିଦିଅନ୍ତୁ। କାହିଁକି ନା ନହେଲେ ବେକାର ବେକାର ତାକୁ ଆଉ କିଛି କରିହେବ ନାହିଁ। ପରବର୍ତ୍ତୀ ସମୟରେ ଏଡ଼ିଟ୍ର ଅପସନ୍ ଆପଣଙ୍କର ଆସିବ ନାହିଁ। ଠିକ୍ ଅଛି? ବୁଝାପଡ଼ୁଛି? ଆଉ ସବୁ କ୍ଲାସ୍ ଆପଣଙ୍କର ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ ହେଉଛି। ପ୍ରତ୍ୟେକ ଦିନ 7ରୁ 8 ଘଣ୍ଟା ଆପଣଙ୍କର ଲାଇଭ୍ କ୍ଲାସ୍ ଆପ୍ଲିକେସନରେ ଆପଣଙ୍କର ହେଇଥାଏ। ଏବେ ଦେଖନ୍ତୁ OSSTT କ୍ୱାଲିଫାଏ ନା ବହୁତ ହି ଇଜି। କେମିତି? ପ୍ରଥମ କଥା, ନେଗେଟିଭ୍ ମାର୍କିଂ କିଛି ନାହିଁ। ଆଉ ଗୋଟେ ଜିନିଷ ମନେ ରଖନ୍ତୁ ହେଲା, ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି, ଆପଣଙ୍କୁ ଟପର୍ ହେବାର ନାହିଁ। ପିଲାମାନେ କେଉଁ ଜିନିଷରେ ବାୟା ହେଉଛନ୍ତି କହିଲେ? ପିଲାମାନେ ବାୟା ହେଉଛନ୍ତି ମୁଁ ସାଇନ୍ସ ପିଲା, କ'ଣ ପଢ଼ିବି କ'ଣ ନାହିଁ, ହିନ୍ଦୀ, ସଂସ୍କୃତ, PET, ଆର୍ଟ୍ସ, ବାୟା ହେଉଛନ୍ତି। ବାୟା ହେବାର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି। କାହିଁକିନା ସେଇ ମାର୍କ ଅନୁସାରେ ଆପଣଙ୍କୁ ତ ଚାକିରି ମିଳିବନି। OSSTTର ମାର୍କ ଅନୁସାରେ ଆପଣଙ୍କୁ କ'ଣ ଚାକିରି ମିଳିବ କି? ନାହିଁ। ଆପଣଙ୍କୁ କେବଳ କ୍ୱାଲିଫାଏ, ଧରାଯାଉ ଗୋଟେ ପିଲାଟା 53, ST SC SC BC ପିଲାଙ୍କୁ 53 ମାର୍କରେ ପାସ୍, ଜେନେରାଲ ପିଲାକୁ 68। ଏବେ ଗୋଟେ ଛୁଆଟା ଖାଲି 53 ରଖିଛି, ଆଉ ଗୋଟେ ପିଲାଟା ଆପଣଙ୍କର 122 ରଖିଛି। ତାମାନେ କ'ଣ 122 ପିଲାଟାକୁ ଆପଣଙ୍କର ଜଲ୍ଦି ଚାକିରି ଦିଆଯିବ, 53 ରଖିଛି ପିଲାଟାକୁ ଚାକିରି ଦିଆଯିବ ନା କ'ଣ? ଯେତିକି ଫ୍ୟାସିଲିଟି ତାକୁ ମିଳିବ, ୟାକୁ ବି ସେମ୍ ଫ୍ୟାସିଲିଟି। ବୁଝାପଡ଼ୁଛି? ସାର୍ ମୁଁ ନିଜର ମାର୍କକୁ ଇମ୍ପ୍ରୁଭମେଣ୍ଟ କରିବା ପାଇଁ ପରୀକ୍ଷା ଦେବା ପାଇଁ ଚାହୁଁଛି, ଦିଅନ୍ତୁ, ନୋ ପ୍ରୋବ୍ଲେମ୍। ଯଦି ବୋଥ୍ ଆପଣଙ୍କର କ୍ୱାଲିଫାଇ କରନ୍ତି, ବୋଥ୍ ସାର୍ଟିଫିକେଟ୍ ଭ୍ୟାଲିଡ୍ ଆଉ ଲାଇଫ୍ ଟାଇମ୍ ପର୍ଯ୍ୟନ୍ତ ଆପଣଙ୍କର ଭ୍ୟାଲିଡ୍ ରହିବ। ଯଦି ଆପଣ ସେକେଣ୍ଡ ଟାଇମ୍ରେ ଫେଲ୍ ହେଇଯାନ୍ତି ତ ପ୍ରଥମ ସାର୍ଟିଫିକେଟ୍ ଅଲରେଡ଼ି ଅଛି, ସେଇଟା ଆପଣଙ୍କର କାମରେ ଦେବ। ଆପଣଙ୍କର ଇଚ୍ଛା, ଆପଣ ଯଦି ପରୀକ୍ଷା ଦେବା ପାଇଁ ବାପା ମାଆଙ୍କର ଟଙ୍କା ପ୍ରବଳ ଅଛି, ଦେବା ପାଇଁ ଚାହୁଁଛନ୍ତି, ଦିଅନ୍ତୁ, ନୋ ପ୍ରୋବ୍ଲେମ୍। ବଟ୍ ମନେ ରଖନ୍ତୁ ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି। ସେଇ ମାର୍କ ଅନୁସାରେ ଆପଣଙ୍କୁ ଚାକିରି ମିଳିବନି, ଆପଣ ତା ଉପରେ ଅଧିକ ଫୋକସ୍ କରିବାର ବି ନାହିଁ। ଠିକ୍ ଅଛି? ଏବେ କେମିତି ଆପଣ କ୍ୱାଲିଫାଇ କରିବେ ତା ସମ୍ପର୍କରେ ଅଲରେଡ଼ି ମୁଁ ପ୍ଲାନିଂ ଭିଡ଼ିଓରେ କହିଛି। ଜଷ୍ଟ ଟିକେ ହିଣ୍ଟ ଆଉ ଥରେ ମୁଁ ଆପଣଙ୍କୁ ଦେଇଦେଉଛି। କେବେ ବି PCM ସାର୍, CBZ, ଆପଣଙ୍କର ଏଇ ଯେଉଁ ଆର୍ଟ୍ସ, ସାଇନ୍ସ, ହିନ୍ଦୀ, ସଂସ୍କୃତ, PET ଏମିତି ହେବେନି କାଇଣ୍ଡଲି। କାହିଁକିନା ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି। ବୁଝାପଡ଼ୁଛି? ଏବେ ପାର୍ଟ ଏ ସମସ୍ତଙ୍କର ସମାନ, ସମସ୍ତଙ୍କ ଆର୍ଟ୍ସ, ସାଇନ୍ସ, PCM, CBZ, PET ସମସ୍ତଙ୍କର ସମାନ, ସମାନ କି ନାହିଁ? 50 ମାର୍କର CDP ପଡ଼ିବ। ଆମକୁ କେବଳ କ'ଣ ହେବାର ଅଛି? କେବଳ କ୍ୱାଲିଫାଇ କରିବାର ଅଛି, ଆଉ କିଛି କରିବାର ନାହିଁ, କେବଳ କ୍ୱାଲିଫାଇ। କାହିଁକିନା ମାର୍କ ଅନୁସାରେ ଆପଣଙ୍କୁ ଚାକିରି ମିଳିବନି। ବୁଝାପଡ଼ୁଛି? ଏବେ ଦେଖନ୍ତୁ 50 ମାର୍କର ଆପଣଙ୍କର CDP ପଡ଼ିବ, ତା ପାଇଁ ଖାଲି
तीनटा जिनस करंतु आपण कहबे सर मु किछि प्रैक्टिस करिविनी होबनी भाई बिना प्रैक्टिस रे होबनी क्षमा करदेवे कौन सी भी जिनस रे प्रैक्टिस तो करबा निहाती जरूरी ना आपण कहबे मु किछि प्रैक्टिस करिविनी केमती होबो गोटे पिला जानिबा निहाती दरकार जे एक्चुअली सिला परीक्षा रे कौन क्वेश्चन पड़ुछि यदि छुआटा जानी ही नथिबो खाली परीक्षा देवा पई जाउथिबो खाली बापा मांकर टंका सारिबा कथा आउ किछि नै 50 मार्क रो सीडीपी पड़िबो खाली तीनटा जिनस करंतु नंबर 1 सीडीपी रो खाली थ्योरी क्लास देखि दियंतु एप्लिकेशन रे आपणकर अपलोड करा हिची एई मासरे मध्ये पुणी करा हिची पुणी करा हो नंबर 1 नंबर 2 खाली सीडीपी को नै कि लास्ट 9 वर्ष रे जहाँ भी क्वेश्चंस पड़ी ताकू आपण टिके प्रैक्टिस करि दियंतु एप्लिकेशन रे सबुदिन मु प्रैक्टिस कराउछि ता सहित एप्लिकेशन रे मॉक टेस्ट भरी भरी की रही पाखापाखि सीडीपी रो 28 रु 30 हजार आपणकर मॉक टेस्ट अच्छी ओएसएसटीटी रो फुल मॉक टेस्ट अच्छी आपण सेठू प्रैक्टिस करदेवे नंबर 3 डेली सबुदिन 7टा किंबा 7:30 रे एप्लिकेशन रे आपणको पई सीडीपी प्रैक्टिस करा होछि ना सबुदिन प्रैक्टिस किंतु आपण करेबे आपण कहबे सर ना मु करिविनी होबनी भाई क्लास करिवेनी तो सब्सक्रिप्शन नेबार किछि आवश्यकता नाही कोन पाई नेबे प्रैक्टिस करबा निहाती जरूरी ना तो मु कोन कहली आगो थ्योरी क्लास देखिदेले सबु पीआईक्यू रो वीडियो अछि ताकू देखिदेले आउ डेली प्रैक्टिस करंतु बिलीव करंतु 50 मार्क रो सीडीपी रो लास्ट ईयर सबु बेले जूनियर टीचर रे हाई स्कूल टीचर रे तो सिंगल मार्क भी हमरो पेडागोजी रो कार्य भूल हुएनी बीएड रे आपणकर सिटी रे रीजनल बीएड रे आपणकर सीयूईटी बीएड रे टीचिंग एप्टीट्यूड पेडागोजी सीडीपी रे सिंगल मार्क काहरी भी कटेनी जी प्रैक्टिस करिछि आ प्रैक्टिस जे करिनी ताकू आ केमती करा जाई परिबो बुझा पड़ुछि तो जदि एतकी करि देबे ना 50 रु मिनिमम 45 प्लस तो आपणको रहि जिवो नेगेटिव मार्किंग किछि नै 45 प्लस रहि जिवो बट मु आपणको 45 प्लस कहूनी धरा जाओ आपण 30 टा तो ठीक करि परिबे ना 50 रु 30 टा मु कहूछि नेगेटिव मार्किंग किछि नै माने तो सबु ऑब्वियसली करिकि आसीबे सबु गुडा 30 टा आपणकर ठीक तो सियोर शॉट हबो जदि आपण ए तीनटा जिंस करूछंती सीडीपी रो थ्योरी क्लास नंबर 1 सीडीपी रो लास्ट 9 वर्ष रो पीआईक्यू नंबर 3 सबुदिन सीडीपी प्रैक्टिस करेंगे देवे देखंतु 50 रु 30 प्लस रही गला एबे देखंतु नेक्स्ट 20 मार्क रे 20 मार्क 10 मार्क ओडिया 10 मार्क इंग्राजी पैसेज आपणकर पड़िबो सर्च करंतु हाउ टू स्कोर फुल मार्क्स इन पैसेज बाय लक्ष्मीधर सर प्रैक्टिकली प्रूफ करिकि मु आपनको देखैछि प्रोज रे किबा पोएम रे केमिति आपण देखु देखु करि पारिबे एप्लिकेशन रे मध्य प्रत्येक मासरे दुई थर सिलेबस कवरेज करा होछि सबुदिन प्रैक्टिस भी करा होछि आपण 20टा पैसेज रु 20 मार्क पैसेज रु मिनिमम 10टा तो ठीक करि पारिबे 10टा भी ठीक करि पारिबेनी पैसेज रु जे 20टा पैसेज रु 10टा ठीक करि होबनी 10टा एबे 20 मार्क रो ग्रामर दुईटा काम करंतु ओडिया ग्रामर फुल कवरेज बाय लक्ष्मीधर सर इंग्लिश ग्रामर फुल कवरेज बाय लक्ष्मीधर सर यूट्यूब रे गुटे गुटे ही वीडियो अछि एप्लिकेशन रे वीडियो गुडा पूरा भरी भरी की रही कहीं ना सबुदिन क्लास आपणकर करा जाए ता सहित सबुदिन इंग्राजी आम प्रैक्टिस करूचे ओडिया भी आपणकर प्रैक्टिस करूचे एबे 20टा ग्रामर रु 20 मार्क रो ग्रामर रु आपण काउंट कर दियंतु 10टा तो आपणकर निहाती ठीक हो ना जदि आपण थ्योरी क्लास आउ डेली प्रैक्टिस करूछंती तो 30 आउ 20 आपणकर 50 मार्क आपणकर रही गला एमती ही आपणकर 50 मार्क मु माने मिनिमम कहूची एटा होची मिनिमम आउ आपणकर 3-4 मार्क आपणकर कोन बढ़िबनी सीडीपी रे तो बढ़ी जिवो रे पुणी पैसेज रे आउ ए जो ग्रामर ही आपणकर बढ़ी जिवो तो एमती तो आपण ऑलरेडी क्वालिफाई करि गले एसटी एससी एससीबीसी पिला माने 53 तो एमती हैला पार्ट बी 60 मार्क आपणकर पड़ी रही छी एबे देखंतु जो माने आर्ट्स पिला माने रहिले तांकर पुणी पार्ट बी रे हिस्ट्री ज्योग्राफी पॉलिटी गुटे मासरे 2 थर लेखाई सिलेबस कवरेज करा होछि ना एप्लिकेशन रे सबुदिन हिस्ट्री ज्योग्राफी पॉलिटी क्लास कर देबे पीसीएम सीवीजेड हिंदी संस्कृत पीईटी पिला माने कोन करिवे ना किछि नै धरा जाओ गुटे पिलाटा को किछि भी आसुनी किछि आसेनी 60टा जाको क्वेश्चन आपणकर सी गुटे सिंगल ऑप्शन को ही मारिला एटा मारिबी एटा एमती नै एमती तो पिला नथिबो जे 60 ठारू ताकू 6टा आसु नथिबो 5टा आसु नथिबो
ଷାଠିଏଟା ପ୍ରଶ୍ନରୁ 5-6ଟା ତ ନିହାତି ଆସୁଥିବ ନିହାତି। ଧରାଯାଉ ଗୋଟେ ପିଲାକୁ କିଛି ବି ଆସିଲାନି, ତ ସେ କଣ୍ଟିନ୍ୟୁଅସଲି ସିରିଏଲି ପୁରା ଯେଉଁଟା ମାରିବ ସେଇଟା ମାରିଦେଲା। ଧରାଯାଉ ଏ ମାରିଲା କିମ୍ବା ବି ମାରିଲା। ଗୋଟେ ଛୁଆ 60ଟା ଏ କିମ୍ବା 60ଟା ବି କିମ୍ବା 60ଟା ସି କିମ୍ବା 60ଟା ଡି କଲେ ତାର ମିନିମମ୍ 10ଟା ତ ଠିକ୍ ହେବ ନା ହେବନି? ହେବ ନା ହେବନି? ଅବଭିୟସଲି ହେବ। କାଉଣ୍ଟ କରିଦିଅନ୍ତୁ, ସବୁ ଆପଣଙ୍କର କ୍ୱାଲିଫାଏ। ବଟ୍ ମନେ ରଖନ୍ତୁ, ଯଦି ପିଲାର ସିଡିପିରେ ମାର୍କ କମିଗଲା, ଏବେ ଆପଣ କହିବେ ସିଡିପିରେ ସାର୍ ମୁଁ 25ଟା ହିଁ କରିପାରିଲି, ମାର୍କ ଆଉ ମେକଅପ୍ ହେବନି। କାହିଁକି ନା ସ୍କୋରିଂ କି ହେଉଛି ଆପଣଙ୍କର ପାର୍ଟ ଏ। ପାର୍ଟ ଏରୁ ହିଁ ଆପଣ ଇଜିଲି କ୍ୱାଲିଫାଏ କରିଯିବେ। ପାର୍ଟ ଏରେ ସିଡିପିରେ 50ରୁ କହୁଛି ପରା ଲାଷ୍ଟ ଇୟର ସବୁବେଳେ ସବୁ ପରୀକ୍ଷାରେ ମିନିମମ୍ 50ରୁ 45 ପ୍ଲସ୍ ଆପଣଙ୍କ ରହିଯିବ ବହୁତ ଇଜିଲି। ବଟ୍ ଯଦି ସିଡିପି ଆପଣ ଥିଓରି କ୍ଲାସ୍ ହିଁ ନ ଦେଖିଲେ, ତାର PYQ ଭିଡ଼ିଓକୁ ନ ଦେଖିଲେ କିମ୍ବା PYQ ମକ୍ ଟେଷ୍ଟ ନ ଦେଲେ, ଡେଲି ପ୍ରାକ୍ଟିସ୍ ନ କଲେ କେମିତି ହେବ? ଆପଣ ଜିନିଷ ତାକୁ ବୁଝନ୍ତୁ। ଯେତେ ଅଧିକ ଆପଣ ପ୍ରାକ୍ଟିସ୍ କରିବେ ନା, ସେତେ ଅଧିକ ଆପଣଙ୍କର ଜ୍ଞାନ ବଢ଼ି ଯିବ। ଆଉ ଯଦି ପ୍ରାକ୍ଟିସ୍ ହିଁ ନ କଲେ ଦେନ୍ ତ ହେବନି ନା, ହେବନି। ବୁଝାପଡ଼ୁଛି? ତ କାଇଣ୍ଡଲି ଆପଣ କରନ୍ତୁ ଏବଂ ସବୁ ସାଙ୍ଗମାନଙ୍କୁ କହିଦିଅନ୍ତୁ। ଯିଏ ବି OTETରେ ମଧ୍ୟ ଯିଏ ବି ଖାଲି ପ୍ଲାନିଂ ଭିଡ଼ିଓକୁ ଦେଖିଥିଲା, ମୋ ପ୍ଲାନିଂ ଅନୁସାରେ ପଢ଼ୁଥିଲା, ସମସ୍ତେ ପ୍ରୁଫ୍ ଆପଣ ଦେଖିପାରିବେ। ଟେଲିଗ୍ରାମ ଗ୍ରୁପ୍ରେ ଦେଖିପାରିବେ ପ୍ରୁଫ୍। ସବୁ ପିଲାଙ୍କର ମେସେଜ୍ ଆପଣ ନିଜେ ନିଜେ ପଢ଼ିପାରିବେ। କେମିତି ଆପଣଙ୍କର ଖାଲି ପ୍ଲାନିଂ ଅନୁସାରେ ପଢ଼ିବାରୁ ସବୁ ପରୀକ୍ଷାରେ କ୍ୱାଲିଫାଇ କରିହୁଏ। ଠିକ୍ ଅଛି। ନେକ୍ସଟ ଡିସ୍କସନ୍ କରିବା ଇଗ୍ନୁ ବିଏଡ଼୍ ସମ୍ପର୍କରେ। ଦେଖନ୍ତୁ, ଇଗ୍ନୁ ବିଏଡ଼୍ ଆପଣ ଜାଣିଛନ୍ତି ଡିସେମ୍ବର ମାସରେ ଆପଣଙ୍କର ଅନଲାଇନ୍ ଆପ୍ଲାଏ, ମାତ୍ର 30 ଦିନର ସମୟ ମିଳିବ। ଜାନୁଆରୀ ମାସରେ ପରୀକ୍ଷା। ଠିକ୍ ଅଛି। ପୃଥିବୀର ଏମିତି ଗୋଟେ ପରୀକ୍ଷା ଯେଉଁଥିରେ କି ନେଗେଟିଭ୍ ମାର୍କିଂ ନାହିଁ। OTET, OSS TET, CTETରେ ତ ନାହିଁ, ତା ସହିତ ଇଗ୍ନୁ ବିଏଡ଼୍ ପରୀକ୍ଷାରେ ମଧ୍ୟ ଆପଣଙ୍କର ନାହିଁ। ତେଣୁକରି କାଇଣ୍ଡଲି ଆପଣ ତାକୁ ଇଗ୍ନୁ ବିଏଡ଼୍ ନିହାତି ଆପ୍ଲାଏ କରିବେ। ଯଦି +3 ବି କମ୍ପ୍ଲିଟ୍ ଆପଣଙ୍କର, CT ବି କମ୍ପ୍ଲିଟ୍ କିମ୍ବା +3 ବି କମ୍ପ୍ଲିଟ୍ ଆଉ BPED ବି କମ୍ପ୍ଲିଟ୍, ଦେନ୍ ଆପଣମାନେ ଇଗ୍ନୁ ବିଏଡ଼୍ ଆପ୍ଲାଏ କରିପାରିବେ। ଠିକ୍ ଅଛି। ଇଗ୍ନୁ ବିଏଡ଼୍ ଡିସେମ୍ବରରେ ଆପ୍ଲାଏ, ଜାନୁଆରୀ ପରୀକ୍ଷା। କେମିତି କ୍ୱାଲିଫାଇ କରିବେ? ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ଇଗ୍ନୁ ବିଏଡ଼୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ସେଇଭଳିଆ CUET ବିଏଡ଼୍ ଯେଉଁଟାକି ଆପଣଙ୍କର ଯେଉଁମାନେ +3 କମ୍ପ୍ଲିଟ୍ କରିଛନ୍ତି କିମ୍ବା +3 ଫାଇନାଲ୍ ଇୟର୍ରେ ଅଛନ୍ତି ବର୍ତ୍ତମାନ, ସେମାନେ CUET ବିଏଡ଼୍ ଆପଣଙ୍କର ଆପ୍ଲାଏ କରିପାରିବେ। ୟାକୁ ହାତ ଛଡ଼ା କାଇଣ୍ଡଲି କରିବେନି। 10,000ଟି ଆପଣଙ୍କର ସିଟ୍ ଅଛି। ପିଲାମାନେ ଜାଣିପାରୁନାହାନ୍ତି, ସେମାନଙ୍କୁ ଯେତେ ରିକ୍ୱେଷ୍ଟ କଲେ ବି ଆପ୍ଲାଏ କରୁନାହାନ୍ତି। ଆରେ ଭାରତର ଟପ୍ ମୋଷ୍ଟ କଲେଜରେ ପଢ଼ିବେ, ଆପଣଙ୍କୁ କେବଳ ବିଏଡ଼୍ କରିବାର ଅଛି। କାହିଁକି ନା ହାଇସ୍କୁଲ ଟିଚର ହେବାର ଅଛି, ବାପା ମାଆଙ୍କର ସ୍ୱପ୍ନକୁ ସାକାର କରିବାର ଅଛି, ତ ବିଏଡ଼୍ କରିବାର ଅଛି। କେଉଁଠି କରୁଛନ୍ତି ମତଲବ ନାହିଁ, କରୁଛନ୍ତି କି ନାହିଁ ମତଲବ। ତ ଆପଣ କରିବେ, କଲେ ହିଁ ଆପଣଙ୍କର ହେଇଯିବ। ଆପଣ ଗୋଟେ କାମ କରିବେ, ପରୀକ୍ଷାଟା ଦିଅନ୍ତୁ। ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ CUET ବିଏଡ଼୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। 75ଟା ପ୍ରଶ୍ନ ପଡ଼ିବ, ଗୋଟେ ଠିକ୍ କଲେ 4 ମାର୍କ ମିଳିବ, ଗୋଟେ ଭୁଲ କଲେ 1 ମାର୍କ କମିଯିବ। ଏବେ ରିଜନିଂ ପଡ଼ିବ, ମ୍ୟାଥ୍ ପଡ଼ିବ, ବେସିକ୍ ଗୁଡ଼ା, ଟିଚିଂ ଆପ୍ଟିଚ୍ୟୁଡ଼୍ ପଡ଼ିବ, GK ପଡ଼ିବ, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ସମସ୍ତଙ୍କ ପାଇଁ କ୍ୱେଶ୍ଚନ୍ ସମାନ। ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। କିନ୍ତୁ ପିଲାମାନେ ପକାନ୍ତିନି। 75ଟା ପ୍ରଶ୍ନ, ସେମାନେ ଆପଣଙ୍କର ଖାଲି 50ଟା ଠିକ୍ କଲେ ଅଲ୍ ଇଣ୍ଡିଆର ର୍ୟାଙ୍କ ନମ୍ବର 1 ଆପଣ ହୋଇପାରିବେ। 75ଟା ପ୍ରଶ୍ନରୁ 50ଟା ଠିକ୍ କଲେ ଅଲ୍ ଇଣ୍ଡିଆରେ ର୍ୟାଙ୍କ ନମ୍ବର 1 ହୋଇପାରିବେ। କ୍ୟାନ୍ ୟୁ ଇମାଜିନ୍? ଆମକୁ ଟପର ହେବାର ନାହିଁ, ର୍ୟାଙ୍କ ନମ୍ବର 1 ହେବାର ନାହିଁ। ଆମକୁ କେବଳ ସିଟ୍ ଗୋଟେ ଦରକାର। କୋରାପୁଟରେ ହେଉ, ଝାଡ଼ଖଣ୍ଡରେ ହେଉ, ହରିୟାଣାରେ ହେଉ, ଆମକୁ ଗୋଟେ ବିଏଡ଼୍ ସିଟ୍ ଦରକାର। ଅଳ୍ପ ଟଙ୍କାରେ ପଢ଼ିପାରିବେ, ପୁଣି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଧୀନରେ। ବୁଝାପଡ଼ୁଛି? ଆପଣ କାଇଣ୍ଡଲି ସବୁ ସାଙ୍ଗମାନଙ୍କୁ ଯିଏ ବି +3 ଫାଇନାଲ୍ ଇୟର୍ ଆପଣଙ୍କର ପଢ଼ୁଛନ୍ତି କିମ୍ବା +3 କମ୍ପ୍ଲିଟ୍ କରିଛନ୍ତି, ତାଙ୍କୁ କହିଦିଅନ୍ତୁ CUET ବିଏଡ଼୍ ଦୟାପୂର୍ବକ ପକାଇବା ପାଇଁ। ଡିସେମ୍ବର ମାସରେ ଆପଣଙ୍କର ଅନଲାଇନ୍ ଆପ୍ଲାଏ, ମାର୍ଚ୍ଚ ମାସରେ ପରୀକ୍ଷା। ଜଲ୍ଦି ଆପ୍ଲାଏ କଲେ ଆପଣ ନିଜ ଏରିଆରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଯଦି ଆପଣ ଲେଟ୍ରେ ଆପ୍ଲାଏ କରିବେ, ତାହେଲେ ପରୀକ୍ଷା ଆପଣଙ୍କର ଓଡ଼ିଶା ବାହାରେ ପଡ଼େ। ତ କାଇଣ୍ଡଲି ଯେମିତି ଆପ୍ଲିକେସନ୍ ଫର୍ମ ବାହାରିବ, ମୋ କଥା ଗ୍ରହଣ କରିବେ ଆଉ ଆପ୍ଲାଏ କରିଦେବେ। ଆଉ ଆପଣଙ୍କ ପାଖରେ ହିଁ ଅପସନ୍ ନା। ଯଦି ଆପଣ ପରୀକ୍ଷା ହିଁ ନ ଦେବେ କେମିତି ହେବ? ଯଦି ଆପଣ CUET ବିଏଡ଼୍ ବି ଦେଲେ, ରିଜନାଲ୍ ବିଏଡ଼୍ ବି ଦେଲେ, ଷ୍ଟେଟ୍ ବିଏଡ଼୍ ବି ଦେଲେ, ଏବେ ସବୁଗୁଡ଼ା କ୍ୱାଲିଫାଇ କରିପାରିବେ।
नले गुटे हेले भी क्वालिफाई हेतिबो तो जोटा हेले भी आपण करिवे ना आ जदि आपण परीक्षा ही न देबे लास्ट रे कोन करिवे से प्राइवेट बीएड करिवे बापा मांकर टंका को अधिक आपण खर्च करिवे आ कोन करिवे तेनु करी काइंडली समस्त को जणाई देबे जे सीयूईटी रो आगो प्लानिंग वीडियो को देखिवे सीयूईटी बीएड प्लानिंग वीडियो बाय लक्ष्मीधर सर विथ प्रूफ मु प्रूफ सहित आपण को देखैछि केमिति इजीली सब क्वेश्चन देखु देखु करि हेबो एवं क्वालिफाई करि हेबो और सबु क्लास आपणकर लक्ष्मीधर सर ऑफिशियल एप्लिकेशन रे सबुदिन कराउछि। थैंक यू। जय जगन्नाथ। धन्यवाद। थैंक यू।